ସକାଳୁ ଉଠିକି ଏବେ ଯାଉଛି ଚୁଡ଼ାମୁଢ଼ି ଖାଇସାରିକି ଏବେ ଯାଉଛି କାମ କରିସାରିକି ତାପରେ ଆସିବା ଅଧଘଣ୍ଟେ ଘଣ୍ଟେ ପରେ ଆସିକି ପଖାଳ ଖାଇକି ଯିବା ପୁଣି କାମ କରିବା ଆଉ ଏବେ ଯାଉଛି କାମ କରିବାକୁ ଯାଉଛି। ଚାବି ପଡ଼ିଛି, ତାଲା ପଡ଼ିଛି, ତାଲା ଖୋଲିକି ଯିବା। ତାଲା ଖୋଲା ହେଲା। ଏଠି ସାଇଜ୍ କରିବା ମଇଦା ଅଛି। ମଇଦା ଖୋଲିକି ତା ଦେହରେ ପଡ଼ିଲେ ମଇଦା ସହିତ ପାଣି ଦିଆଯାଏ। ପାଣି ଦେଇ ସାରିଲା ପରେ ୟା ଦେହରେ ମିକ୍ସ ହେବ। ଏ ମେସିନ୍ ଭିତରେ ମିକ୍ସ ହେଲା ପରେ ବାହାର କରାଯିବ। ବାହାର କରିକି ଏଇ ଯେଉଁ ଟପ୍ ଦେଖାଯାଉଛି ୟା ଭିତରେ ରଖାଯିବ। ରଖା ସରିଲା ପରେ ମେସିନ୍ରେ ପଡ଼ିବ ଆଉ। ଚାବିଟା ଦେଇ ଆସିବା, ନହେଲେ ହଜିଯିବ କୁଆଡ଼େ। ଆଜି ଉଠିବା ଲେଟ୍ ହେଇଥିଲା ତ, ଉଠିବା ଲେଟ୍ ହେଲା, କାମ ବି ଲେଟ୍ ହେବ ଆଜି। ସରିଲା ବେଳକୁ 7ଟା ବାଜିଯିବ ଆଉ ସନ୍ଧ୍ୟା। ଦେଖନ୍ତୁ ମଇଦା କେମିତି ମିକ୍ସ ହେଇଗଲା। ଏବେ ଏଇଟା ବାହାରକୁ ବାହାରିବ। ମଇଦାଟା ବାହାରିକି ଏମିତି ଟପ୍ ରହିବ ଆଉ। ମଇଦା ମିକ୍ସ ହେଇସାରିଲା ପରେ ଏଇଠି ମଇଦା ଆସିକି ରହିଲା। ତାପରେ ସେ ମେସିନ୍ ଭିତରେ ଗୋଟେ ମଇଦା ମିକ୍ସ ହେଉଛି। ସେଠି ବାହାରିକି ଏଇ ଟପ୍ରେ ଆସିକି ରହିଲା। ଟପ୍ ରହିସାରିଲା ପରେ ଏଇ ଭିତରେ ପଡ଼ିବ। ୟା ଭିତରେ ପଡ଼ି ସାରିଲା ପରେ ତାପରେ ଏଇପଟେ ହେଇକି ବାହାରିବ। ବଟି ହେଇ ସରୁ ବଟି ହେଇକି ବାହାରିବ। ବାହାରି ସାରିଲା ପରେ ତାପରେ ଏଇଠି ବସିବ ମେସିନ୍ରେ। ବସି ସାରିଲା ପରେ ତାପରେ ଏଇଠି କଟର ଲାଗିଛି। କଟର କଟିକି ତାପରେ ଏଇ ତଳ ପଟେ ଏଇପଟେ ସବୁ ବାହାରିବ। ଏମିତି ସରୁ ହେଇକି ବାହାରିବ। ଇଏ ହେଲା ଚାଉମିନ୍। ଏମିତି ସରୁ ହେଇକି ଚାଉମିନ୍ ହେଇକି ବାହାରିବ। ସରୁ ହେଇକି ବାହାରିବ। ଆସିଲା ପରେ ତାପରେ ଏଠି ଅଛି, ସେଠି ରହିବ। ରହିସାରିଲା ପରେ ତା ଭିତରେ ଏଇଟା ଅଛି ସିଝିବା ଷ୍ଟିମ୍। ସେଟା ତା ଭିତରେ ବସିକି ସିଝିବ ଆଉ। ଷ୍ଟିମ୍ ହେବ ତା ଭିତରେ। କଲରା ଭଜା ଟୋଟାଲି କ'ଣ ହଳଦୀ ନାହିଁ? ହଳଦୀ ନାହିଁ ଟୋଟାଲ? ନାଇଁ ବା ତମ ସେଇଥିପାଇଁ କାଲି କହିଥିଲି। ନାଇଁ ପହରଦିନ କହିଥିଲି ନା, କୋଉଦିନ କହିଥିଲି? ସକାଳେ ଖାଇବା ପାଇଁ କରୁଛୁ? ପଖାଳ ଖାଇବ ତମେ? ପଖାଳ ଏଇ ଇପି କଲୁଣି? ତୁ ଖାଇବୁନି? ନା ମୁଁ ଆଉ କିଏ କରୁଛି? ତମକୁ କରିଥିଲେ ଏକାଥରେ ଖାଇ ଦେଇଥାନ୍ତେ। ଆଉ ତୁ କଲୁନି? ନା ତମେ ପଖାଳ ଖାଇବ? ପକାଇକି ଖାଇବ, ଖାଇଲେ ଲେଟ୍ ହେବ ନା। ମାନେ କ'ଣ ମେସିନ୍ ଚଲେଇଲା? ହଁ। ଆଉ ତାହେଲେ କରିବି ଏଠି ଆଉ। ଭଜାଟା ପକେଇ ଦେଲିଣି, ହେଇଯାଉ ନହେଲେ ଆଉ। ଇପିଟା କରିଦେଇଥିବ। ଇପି କରୁଛି ବୋଧେ ଖାଇବାକୁ କହିଥିଲି। ସେ ମଇଦା ଗୁଳେଇ ରଖିଦେଇକି ଆଇଛି। ମୁଁ କ'ଣ ପାଇଁ ଭଜା ଭାଜିଲି କହିଲେ? ମୁଁ ଭାବିଲି ତମେ ମଇଦା ଗୁଳଉଛ, ଆସି ସାରିଲା ପରେ ପଖାଳ ଖାଇବ ଆଉ। ସେଇଥିପାଇଁ ମୁଁ ଭାଜିଦେଲି। କାହିଁକିନା ତମେ ଗୁଳେଇ ଦେଇକି ଆସିକି ଖାଇଦେଉଛ ପଖାଳ ନା, ମୁଁ ଏଇଥିପାଇଁ ଭାଜିଥିଲି। ସକାଳୁ ଉଠିକି ଆଗରେ ଖାଇସାରିକି ତା ଯାହା କରିବ ନା ଆଉ। ତ କହୁଛି ଖାଇଦେଇ କହିଦେଇକି ମଜା ଦେଇଥାନ୍ତୁ। ଏତେ ଭଲ ଚିନ୍ତା କଲଣି ମୋର। ଭଲ, ତୁ ତ ସବୁବେଳେ ସେଇଭଳିଆ କାମ କରୁଛୁ ଆଉ। ଭଲ ଚିନ୍ତା କ'ଣ? ଭଲ ଚିନ୍ତା ନା ଖରାପ ଚିନ୍ତା? ହଉ ତୁ ରଖା, ମୋର କ'ଣ ଯାଉଛି? ହଳଦୀ ହେଇଯିବ ଅଛି ନା କ'ଣ? ହଳଦୀ ଦେଖୁନ କୋଉଠି ଅଛି? ଦେଖିଲ କୋଉଠି ଅଛି? ମତେ ଆଣିକି ଦିଅ, ମୁଁ ରୋଷେଇ କରିବି କେମିତି? ଏବେ ସିନା ଏଇଟା ହେଇଯିବ, ମୁଁ ରୋଷେଇ କରିବି। ହଉ ତୁ ଏଇଟା କରିଦେ, ସନ୍ଧ୍ୟା କରିବା। କୋଉଠି ଅଛି ଦେଖିଲ? ମୂଳରୁ ତ ନାଇଁ, କରିବି କେମିତି ରୋଷେଇ ବିନା ହଳଦୀରେ? ହଁ, ବିନା ହଳଦୀରେ କରିଦେ। ବିଛଣା ଏତେବେଳେ ତ ଗୋଟା ଆଇଲେ ପଡ଼ିକି ରହିଛି। ବିଛଣା ଆଇଁ ଦେଖାଉଛ ବା? ବିଛଣା ଆଇଲେ ତୁ ଉଠୁଛୁ, ବିଛଣାଟା ଉଠେଇ ଦେବୁ, ତାପରେ ଯାହା କରିବା କଥା କରୁନୁ। ହଁ, ଗୋଟା ହବନି। ଆଗ ଯୋଉ କାମଟା ବସେଇ ଦେଇକି କ'ଣ ଗୋଟାଇ ଦେଲେ ହବନି? ଲେଟ୍ ହବ, ଭଜା କରିଦେଲେ ତମେ ଖାଇବ ଆସିକି ବୋଲି ମୁଁ କରୁଛି ଭଜା। ସକାଳୁ ଚୁଡ଼ା ମୁଢ଼ି ଦେଖିଲା ବେଳକୁ କିଏ ଜାଣିଛି ତମେ ଆସିକି ତମେ ନାହିଁ କରୁଛ ପଖାଳ ଖାଇବିନି ଅବିକା। ମୁଁ ତମ ପାଇଁ ଭଜା ଭାଜୁଛି ତନ୍ଦରା ହେଇକି, ତମେ କହୁଛ ପଖାଳ ଖାଇବିନି। ବାହାରେ ମୁଁ ପରେ ଖାଇବି। ସକାଳୁ ଉଠିକି ଯାଇ ମଇଦା ଗୋଳେଇକି ରଖିକି ଆଇଲି, ଆସିଛି ଖାଇବାକୁ। ଖାଇସାରିକି ତାପରେ ଯିବି, ଯାଇକି ମେସିନ୍ ଚଲେଇବି ଆଉ। ଯାହା କହିଲା ଯିବା ମେସିନ୍ ଚଲେଇବି।
ଯାଅ କାମ ଅଛି ଦେଖିକି କରି ସବୁ ରେଡ଼ି କରିଦେଇକି ଯାଇଥିଲି ପଖାଳ ଖାଇବାକୁ ଖାଇକି ଅବିକା ଏବେ ଆସିଲି ଏବେ କାମ ଷ୍ଟାର୍ଟ କରିବା ଆଉ ଲେଟ୍ କରିବାନି ଏବେ ବାଜିଲାନି 11ଟା ଆଉ ଗରମ ହେଉଛି ଜୋରେ ଲେଟ୍ ହେଲା ବେଳକୁ କାମ କରିବନି ଗରମରେ ଏବେ କାମ କରିବା ଫଟାଫଟ ଆଉ ଲେଟ୍ କରିବାର ନାହିଁ ସବୁ ରେଡ଼ି କରି ରଖିଦେଇଥିଲେ ଥୁଆ ହେଇଛି ତ ଆରମ୍ଭ କରିଦେବା ମେସିନ୍ କାମ ସଇଲା ମେସିନ୍ କାମ ସାରିକି ତାପରେ ଏଠି ମାଲ ଚାଉମିନ ସିଝଉଛି ସିଝି ସାରିଲା ପରେ ତାପରେ ଗୁଦାମରୁ ଫୋନ୍ ଆସିଲାଣି ଗୁଦାମ ଯିବା ଆଉ ସିଝି ସାରିଲା ପରେ କାଢ଼ି ଦେଇକି ଯିବା ଆଉ ଗୁଦାମ ଚାଉମିନ ସିଝି ଦେଖନ୍ତୁ ଚାଉମିନ ସିଝି ସାରିଲା ପରେ ତାପରେ ଏଠୁ ବାହାରି ସାରିଲା ପରେ ଛୁଇ ଦେଇକି ଯିବି ଆଉ ଗୁଦାମ ଏଠି ଫ୍ୟାନ୍ ଲଗେଇକି ବସିଛି ଗରମ ପବନ ହେଉଛି ତ ଏଇ ଫ୍ୟାନ୍ଟା ଲଗେଇକି ବସିଛି ଏଠି ଜଳୁଛି ସେଠି ଏଠି ବସିଛି ଆଉ ମିକୁ ଆମ ପୁଅ ଆସିକି ଛିଡ଼ା ହେଇଛି ମିକୁ ଚାଉମିନ ସିଝିଲା ପରେ ଏସବୁ ବନ୍ଦ କରିଦେଲି ସବୁ ବନ୍ଦ ହେଇଗଲା ସିଝି ସାରିଲାନି ଚାଉମିନ କାଢ଼ି ସାରିଲିନି ବି କାଢ଼ି ସାରିକି ତାପରେ ଆମର ଗୁଦାମରୁ ଫୋନ୍ ଆସିଥିଲା ଚାଉମିନ ନେଇକି ଯିବା ପାଇଁ ଚାଉମିନ ଲୁନା ଲୋଡ଼୍ କରିଦେଇଛି ଚାଉମିନ ଲୁନା ଲୋଡ଼୍ ହେଇକି ରହିଛି ଏବେ ଯିବା ଖାଇବାକୁ ଖାଇ ଦେଇକି କେତେ ଧରିକି ଯିବି ଗୁଦାମ 3ଟା ବାଜିଲାଣି ଖାଇ ଦେଇକି ଯିବି ଆଉ ଲୁନା ଚାଉମିନ ଲୋଡ଼୍ ହେଇକି ରହିଛି ଏଠି ଖାଇ ଦେଇକି ଆସିଲେ ଧରିକି ଯିବି ଏତିକି ଚାଉମିନ ଗୋଟେ କୁଇଣ୍ଟାଲ ଚାଉମିନ ସବୁ କୁଇଣ୍ଟାଲ 40 କିଲୋ ନେଇକି ଯାଏ ଆଜି ଚାଉମିନ ନାହିଁ ବୋଲିକି ଗୋଟେ କୁଇଣ୍ଟାଲ ଚାଉମିନ ଧରିକି ଯାଉଛି ଏଠି ବି ବସ୍ତା ବି ନାହିଁ ଗୋଟେ ସବୁ ଫାଙ୍କା ବସ୍ତା କିଛି ବି ନାହିଁ ଯିବା ଉପରକୁ ଖାଇକି ଯିବା ବାହାରିବା ଗୁଦାମ ଖାଇସାରି ଗୁଦାମ ଯାଇଥିଲି ଗୁଦାମରୁ ଚାଉମିନ ପକେଇକି ଏବେ ମଇଦା ଧରିକି ଯାଉଛି କମ୍ପାନୀ ଆହୁରି କ'ଣ କାମ ସବୁ ଅଛି କାମ କରିଦେଇ ତାପରେ ଆଉ ଯାହା କାମ ଥିବ ଦେଖିକି କରିବା ଆଉ ଜରି 3 କିଲୋ ମଇଦା 3ଟା ଧରିକି ଯାଉଛି କମ୍ପାନୀ ଏବେ ଏଠି ଅଛି ଗାଡ଼ି ରଖିକି ଟିକେ ଛିଡ଼ା ହେଇଥିଲି ବାଟରେ ମନେ ପଡ଼ିଲା ଟିକେ ଭିଡ଼ିଓ କରିଦେଲି ଆଉ ଏବେ ଯିବା କମ୍ପାନୀ ଆଉ ରାସ୍ତା ଛିଡ଼ା ହେଇଛି ପଳେଇଯିବା କମ୍ପାନୀ ଆସି ଏବେ ପହଞ୍ଚିଗଲି ସାଙ୍ଗେ ଆସି ପହଞ୍ଚିଲେ ଏବେ ମଇଦା 3ଟା ପକାଇଦେଲି ଏବେ ତଳେ ପଡ଼ିଛି ଆଉ କାମ ଅଛି ସେ ଭିତରେ ଯିବା କାମ କରିବା କାମ ଏଠି ହେଉଥିଲା ଏବେ ମୁଁ ଆସିଲି ଏବେ କାମ କରିବା ଆଉ କାମ ଏଠି ଅଛି ଆହୁରି କାମ ସାରିକି ତାପରେ ଯିବା ଉପରକୁ ରେଷ୍ଟ ନେବା ଆଉ କମ୍ପାନୀ କାମ ଖତମ ଏବେ ଯିବା ଉପରକୁ ଦେଖିବା ସେ ପାଇଁ କ'ଣ କରୁଛି ସଉଦା ଅର୍ଡ଼ର ଅଛି କି ନାହିଁ ଦେଖିବା ପଚାରିବା ସେ ତା ଚିଠା ଦେବ ଧରିକି ଆସିବା ଦୋକାନରୁ ଆଉ ଝାଡ଼ୁ ଫାଡ଼ୁ ମାରି ପୁରା ସଫା କରିଦେଇଛି ଦେଖନ୍ତୁ ପୁରା ଶେଷ ଏବେ ଯିବା ଉପରକୁ ମାନେ ଯିବା ରୁମ୍କୁ ଯିବା ଆଉ ଗେଟ୍ ଫେଟ୍ ଦେଇକି ପଳେଇବା ଗେଟ୍ ଫେଟ୍ ଖୋଲା ଅଛି ଗେଟ୍ ଫେଟ୍ ଦିଆଗଲା ସେ ଗେଟ୍ଟା ଦେଇଦେବା ଟିକେ ଖୋଲା ଅଛି ଗେଟ୍ଟା କାଠଟା ନେଇଯିବା ବନ୍ଦ ହେଇଗଲା ଏବେ ଯିବା ଉପରକୁ ରୁମ୍କୁ ଯିବା ସେମାନେ କ'ଣ କରୁଛି ଦେଖିବା ଲାଇଟ୍ ଫାଇଟ୍ ଦେଇଥିବ ଡରିକି ଘରୁ ବାହାର ନାହିଁ ଲାଇଟ୍ ଫାଇଟ୍ ଦିଆହେଇଥିବ ଲାଇଟ୍ ଟିକେ ଦେବାକୁ ପଡ଼ିବ ତାପରେ ଡର ଲାଗୁଛି ଘରୁ ବାହାରନି ଆଉ ରୁମ୍ରୁ ବାହାର ନାହିଁ ଗୁଦାମ ଏଇ କାର୍ଟୁନଟା ଧରିକି ଆସିନି କାର୍ଟୁନଟା ନେଇକି ବି ଯିବା ଉପରକୁ ସେ କାର୍ଟୁନଟା ବିଛିକି ବସାବସି କରିବା ପାଇଁ ଧରିକି ଆଇଲୁ ବଡ଼ କାର୍ଟୁନଟା ମଶା ଧୂପ ମଶାବତୀ ଖୋଳ କାର୍ଟୁନ
ମୁଁ ଭାବିଥିଲି ସେମାନେ ଲାଇଟ୍ ଦେଇଥିବନି ବୋଲି ଲାଇଟ୍ ଦେଇଦେଇଛି ସେମାନେ ସବୁ ଲାଇଟ୍ ଦିଆହେଇଛି କ'ଣ କରୁଛୁ ଭାଇ କୋଉଠି କୋଉଠି ବସିଛ ଏ ମା ଛୁଆ ଗିଅର ଖୋଲି ଦେଇଦେଇଛ କ'ଣ ଡର ମାରୁନି ଗିଅର ଦେଇଦେଇଛ ଲାଇଟ୍ଟା ଆଜି କ'ଣ ଦେଇଦେଇଛୁ ଜଲ୍ଦି ଲାଇଟ୍ କ'ଣ ଆଜି ଦେଇଦେଇଛୁ କ'ଣ ପାଇଁ ଦେଇଦେଇଛୁ ଫୋନ କରିଥିଲା ବୋଲି କଥା ହେଇ ସାଙ୍ଗଟା ଫୋନ୍ କଲା କଲ୍ କଥା ହେଇଛି ତ ସାହସ ହେଇଗଲା ନା ବଢ଼ିଆ କ'ଣ ର ଆହୁରି ଅଛି ଆଣି କ'ଣ କହି ଯାହାଠୁ ଆଣୁଛି ସେ ମନୀଷ ବାବୁ କହିବ ନେଉଛି କାଟୁନ ବିକିବାକୁ ନେଉଛି ଘରେ ସିଏ ଭାବିବ ଜାଣିଛୁ ନା ସନ୍ଧ୍ୟା ହେଲା ମୁଣ୍ଡ କୁଣ୍ଡଉଛି କ'ଣ ଶୋଇ ପଡ଼ୁଛୁ ନିଦ ଭାଙ୍ଗୁଟା ବୋଲି ମୁଣ୍ଡ କାହିଁକି କୁଣ୍ଡଉଛି କାଲି କୁଣ୍ଡେଇବୁ ଦୁଇ ଦିନ ନ କୁଣ୍ଡେଇଲୁ କ'ଣ ଅସୁବିଧା କ'ଣ ହେଲା ଚୁଟି କ'ଣ ପଳେଇ ଯାଉଛନ୍ତି ନା କୁଆଡ଼େ ନାଇଁ ନାଇଁ ଏରା କଟା ଯିବନି ଏରା କ'ଣ କାଟ ଛୁରୀ ଧରି ଚାଲିଗଲା କ'ଣ କାଟ ତୁ କାଟ ହଁ ମିକୁ କାଟି ହଁ କାଟେ କାଟିବାର କଲେ ବାରକୁ କ'ଣ ସନ୍ଧ୍ୟା ହେଲାଣି ଗୋଟେ ମୁଣ୍ଡ କୁଣ୍ଡଉଛି ସନ୍ଧ୍ୟା ତାର କି ହସ ହ୍ୟାଲୋ ସନ୍ଧ୍ୟା ହେଲାଣି ଚୁଟି ମୁଣ୍ଡ କୁଣ୍ଡଉଛି ସାର୍ ଲକ୍ଷ୍ମୀ ଛାଡ଼ି ସାର୍ ଏମିତି ଭିକ ମାଗିବା ଅବସ୍ଥା ମୋର ଭିକ ମାଗୁଛି ସୌଦା ପତ୍ର କ'ଣ ଆସିବା ଅଛି ନାଇଁ ଆଜି କୋଉଠି ହଁ ସେ କ'ଣ ଥିବ ସବୁବେଳେ ଯିଏ ବେପାର ଧରିକି ଆଉଛି ସେ ପିଆଜ ଯେତେବେଳେ ଆଖିରେ ପଇଲା ଆଣୁଛି ନା ଦେଖିବ ଗୋଟେ ଥିବ ଏକା ରେଟ୍ ସବୁ ଏଇଠି କେତେ ପିଆଜ ଅଛି ଏଇ ମିକୁ ହେଇଯିବ ପେଟିଟା ପୁରା ଚିରିକି ନଷ୍ଟ କରିଦେବ ଖାଉ ନଷ୍ଟ ହେଇଯିବ ଏଇଠି ଧଡ଼ା ଏଇ ଯୋଉ ଧଡ଼ା କେତେ ହେଇଠି ଧଳା 110 ଟଙ୍କା 110 ପିଆଜ ହଁ ପିଆଜ ଧରା କିଲୋ କେତେ ଟଙ୍କା 30 କିଲୋ 40 ଟଙ୍କା ଧରା 110 ଟଙ୍କା ଏଇଠି ବି କିଲୋ 40 ତୁ ଦେ ଏଇଠୁ ନେଇ ଆସେ ଏଇଠୁ ପଇସା ଦେ ଯେଉଁ ଅଛି 2000 ଟଙ୍କା ଦେ ଆମର କହିଦେ ଚେଞ୍ଜ ନେଇ ଆସେ 100 ଟଙ୍କା ଆଣିଛି ନେଇ ଆସେ ହଁ ଦେ ମିକୁ ତତେ ଏତିକି ପଇସା ଦିଆଯିବ ତୁ କ'ଣ କରିବୁ ନେଇକି ହଁ କ'ଣ ଜାଣିନ ଆଉ ଅଜଣା ଚାଉଳ ଭାତ ଖାଉଛି ଜାଣିନୁ ରଖିଦେଲୁ କ'ଣ ପଇସା ଦେଉନୁ କ'ଣ ଆଣିବା ସଉଦା ସଉଦା ଲେଖି ହିସାବ ଦେବୁ ଖାଇଦେଉଛୁ ମୋ ହାତରେ କିନ୍ତୁ ହେଉଛି ଆ ଭିତରେ ବସିକି ମିକୁ କିଆ ହୁଆ ନା ପଳେଇ ଆଏ ଓଡ଼ିଆ କହିପାନି ହିନ୍ଦୀ କହୁଛି ତୋ ମନ ଭଲ ନାହିଁ କ'ଣ ପାଇଁ ଅଜଣା ଚାଉଳରେ ଭାତ ଖାଉଛି ତୁ ତ ତୋର ଯିବୁ ଘରକୁ ବୁଲି ବାଲିକି ଆସିବୁ ମୁଁ ତ ଯିବି ଛାଡ଼ିବାକୁ ଗୋଟେ ଦିନ ରହିକି ମୁଁ ଆସିବି କ'ଣ ଥାଉ ଦରକାର ନାହିଁ ହଁ ଯିବା ଦରକାର ଏମିତି ସେ ଅଜବ କଥା କହୁଛୁ ମୁଁ କାମ କରିବି ନା ଆଉ ପଇସା ଦରକାର ନା ଆଉ କାମ କଲେ ଆଉ ସେଠି ବସିଲେ କ'ଣ ହେବ ତମ ଘରେ ଥାଉ କହୁଛି ଏଠି ମିକୁ ସେଇଟା ଯେଉଁ ବାକି ପଇସା ନୁହଁ ସେଇଟା କାଟିଦେବୁ
କ'ଣ ଡାଲୁଛୁ ଆସିକି? ଅଦା ଅଦା ଟୋଟାଲ୍ ନାହିଁ ହଁ ମୁଁ କାଲି ନ ନେଇ ଆସିଥାନ୍ତି ଛତ୍ର ନାଇଁ ବଜାରରୁ। କିଛି ନାହିଁ ତମେ ବାରମ୍ବାର କହୁଛ ତମେ ତ କହୁଛ ଏଇଠି ଯାହା ରେଟ୍ ସେଇଠି ତାହା ରେଟ୍ ଆଉ ଅଦା ଟିକେ କମ୍ ଅଛି। ଅଦା ବେଶୀ ଲେଖ ନା ନ ଲେଖ ମୁଁ କାଲି ନେଇ ଆସି ମନେ କରିକି ଅଦା ଛତ୍ର ବଜାର 50 ଟଙ୍କା କିଲୋ ଏଠି 60 ଟଙ୍କା ଥିବ। ଟମାଟୋ କେତେ ଛତ୍ର ବଜାରରେ? ଟମାଟୋ 30 ଟଙ୍କା ଅଛି। ଟମାଟୋ ଯଦି କାଲି ଯଦି ଛତ୍ର ବଜାରରୁ ଅଦା ଆଣିବ ଟମାଟୋ ଏକାଥରେ କିଲେ ଧରିକି ପଳେଇ ଆସିବ। ଟମାଟୋ କିଲେ ଧରିକି ପଳେଇ ଆସିବ ଏକାଥରେ। ଖାଲି ଟମାଟୋ ଆଣିଥିଲି। ଆଳୁ ବି ଆଣିବ କାଲି। ଆଳୁ ନାହିଁ। ଆଳୁ ଲେଖିଦେ ବୁଲୁ କେତେଟା ସେଠି ଯାହା ସେଇଆ ଆଳୁ ଲେଖିଦେ। କେତେ ଅଛି ଏବେ ଆଳୁ? କିଆଣ କେତେ ଅଛି 50 ଟଙ୍କା ନା କ'ଣ ଥିଲା? କିଲୋ? ଧଡ଼ା କିଲୋ ପର୍ଯ୍ୟନ୍ତ ଆଳୁ ଲେଖିଦେ। ଦୁଷ୍ଟ ହଉଛୁ କାହିଁକି ତୁ? ହଁ ରହ କ'ଣ କହୁଛୁ? କ'ଣ ତୋ କଥା ବୁଝିବନି ତୁ କ'ଣ କହୁଛୁ? ଚିଠା ଲେଖା ହେଉଛି ଯିବା ସଉଦା ନେଇକି ଆସିବା। କଖାରୁ କ'ଣ କଖାରୁ ମୁଁ ଦେଉଛି କ'ଣ ଖାଇବ ନା କ'ଣ ସିଏ? ହଁ ହେଇ ଆଉ ତାକୁ ଦେଇଦେ ଛୋଟଟା କାଟିକି ଖାଉ। ବାପାକୁ ଦେ ଦେଇ ତ ଗୋଟେ କାଟିକି ଯୋଉଟା ପକେଇବନି। କଞ୍ଚା ଖାଇବ ସେ? ହଁ ସେ କଞ୍ଚା ଖାଉଛି। ଭଲ ଲାଗୁଛି କଞ୍ଚା ଖାଇବାକୁ? ଦେ ବାପାଙ୍କୁ ଦେ ବାପା କାଟିଦେବେ। କାଟି ଦେବୁ ସେଠି ଦେ ମାମାକୁ ଦେ କାଟିଦେବ ମାମାକୁ ଦେ। ଆଣେ ଆଣେ ହେ ଯା ମାମା ଯା ନେଇ ଯା ମାମା ନେଇ ଯା ମଞ୍ଜି ଗୁଡ଼ାକ ଦେବୁନି ଖାଇଦେବ ନା ଚୋବେଇ। କଞ୍ଚା କଖାରୁ ଖାଇବ ମିକୁ ଆଜି ଖାଉଛୁ ନା ଖାଏ ଆଉ ସବୁବେଳେ ବି? କଞ୍ଚା ଟମାଟୋ କଞ୍ଚା କଖାରୁ କଞ୍ଚା ପରିବା ସବୁ ଖାଉଛି ନା? ତୁ ଷଣ୍ଢ କି ନା ଗାଈ କଞ୍ଚା ଜିନିଷ ଖାଉ ସବୁ? ସେ ମୁଣ୍ଡିଟା ବେ ଭଲ ଲାଗିବନି। କେମିତି ଲାଗୁଛି? କୁ 50 ତ ଦବନି ଅଦା 100 ଲେଖି ଦଉଛି 50 କ'ଣ ସେ ଦବ ତୁ ଲେଖ ନା ମୁଁ ଅଦା ପଚାରିକି ଆଣିବି ନହେଲେ କେତେ ଟଙ୍କା କ'ଣ ତୁ ଲେଖ ନା ମୁଁ ପଚାରିକି ଆଣିବି ଅଦା। ଲେଖା ହେଇଥିଲା ଅଦା କେତେ ନଉଛି ଦେଖୁ ଅଦା କେତେ ଅଛି? ତୁ ଯେତେବେଳେ ଦେଖୁଛୁ ଅଦା ସେତେବେଳେ ଅଦା ବହୁତ ରେଟ୍ ଥିଲା ସେ ଟାଇମ୍ ଦେଖ। ଆମେ ତ ଅଦା ଆସିନି 2 ମାସ ହେଲା ଆସିନି। ମୁଁ ନେଇ ଆସିଥିଲି ଛତ୍ର ବଜାର କିଲୋ ଅଦା ତ ସେଇ ଥିଲା ଅଦା ତୁ ରୋଷେଇ କରୁଥିଲା ରହ ମିକୁ ପଡ଼ିବୁ ଥାଉ ଦୁଷ୍ଟ ହନା। ମାମା କ'ଣ କହୁଛି ଦେଖିଲୁ ଥଣ୍ଡା ଆଣିବି ତୋ ପାଇଁ ଥଣ୍ଡା ଆଣିବିନି ଜାଣିଥା ଆଣିବିନି ଥଣ୍ଡା ଦୁଷ୍ଟ ହେଲେ। ଅଦା ଅଛି କାଲି ପାଇଁ ହେଇଯିବ ନହେଲେ କାଲି ଛତ୍ର ବଜାରରୁ ଆଣିବ। ହଉ ଅଦା ଲେଖ ନା ଆଉ କ'ଣ ଲେଖ। ଦିଆସିଲି 20 ଟଙ୍କା ନା 10 ଟଙ୍କା ନା କ'ଣ ଦିଆସିଲି ଲେଖିଦେ ତା ଗୋଟେ ପ୍ୟାକେଟ୍ ସେ ଲେଖିତେ ହେବନି। ଦିଆସିଲି ତ ପ୍ୟାକେଟ୍ ଆରଥର କ'ଣ କହୁଛୁ? ଓ ହାତ ତୁ ଯା କାର୍ଟୁନ୍ ଭିତରେ ତୁ ବସିକି ଖେଳିବୁ ଯା କାର୍ଟୁନ୍ ଭିତରେ ଖେଳିବୁ ଯା। ନାଉଟୁ କୁତୁ କ'ଣ ନାଉ କୁତୁ ଶୁଣ ଏଇ କାର୍ଟୁନ୍ଟା କାଢ଼ି ଦେବୁ ସେ ନୂଆ କାର୍ଟୁନ୍ଟା ପକେଇଦେବୁ ଏଇଟା ସେପଟେ ଦେଇଦେବୁ। ଇଏ କ'ଣ ହବ ଖାଲି ଛୁପ ଛିପ ପକାଉବିନି ଥାଉ ଥଣ୍ଡା ଆଣିକି ଦେବିନି ବାଘକୁ ବାଗି ଦେଇଦେବି ବାଘ ବାଗି ଦେଇଦେବି ମୋତେ ମାରୁ ଯାଇ ବାଘ ବାଗି ଦେଇଦେବି ତା ମୁହଁ ଗୁଡ଼ା ଫୁଲିଛି ନା କ'ଣ ମିକୁର ବାଡ଼େଇଲେ ମୁଁ ବାଘ ବାଗି ଦେଇଦେବି ଦେବିନି ଥଣ୍ଡା ଦେବିନି ତତେ ତୋ ପାଇଁ ଯା 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 ହଉ ଆଣିବି ପାଟି କର ଆଣିବି ଗଡ଼ ନା ଉଠ ଆଣିବି ହଉ ଦୁଷ୍ଟ ନା ଉଠୁ ଆଣିବି ଉଠୁ।
ଠାଲା ଖା ସଇଲା ଏବେ ଯାଉଛି ଦୋକାନ ସଉଦା ନେଇକି ଆସିବି। 50 ଟଙ୍କା ଥିଲେ ସିନା। ହଉ ଦେ ଦେ ମୁଁ ଯା ଧରିକି ଆସେ ଲେଟ୍ ହେଲାଣି। 50 ଟଙ୍କିଆ ଥିଲେ ଟିକେ ଭଲ ହେଇଥାନ୍ତା। 50 ଟଙ୍କା ନାହିଁ ସବୁ 100 ଟଙ୍କିଆ। 50 ଟଙ୍କା କରିଦେବ ସେ 50 ଟଙ୍କା। କମ୍ ନିଅ। ଥଣ୍ଡା ହେଇଯାଇଛି ମୁଁ କଥା କହିପାରିନି ଖାଲି କମ୍ଫର୍ଟ ଟିକେ ହଉଛନ୍ତି ଟିକେ ତାର। ବ୍ୟାଗ୍ ଦେ 300 ଟଙ୍କା ଦେଇଛି ହେଲା। 300 ଟଙ୍କା ଯୋଉ ଦେଇଛି ସଉଦା 200 ଟଙ୍କା ହଉଛି। ସକାଳୁ ଖାଇବା ପାଇଁ ଅଛି ଇପି ସକାଳ ପାଇଁ କିଛି ଆଣିବନି ସକାଳେ ଇପି କରିବି। ହଁ ତାପରେ ସଉଦା 200 ମାନେ 185 ଟଙ୍କା ହଉଛି 15 ଟଙ୍କା ବଳିବ ସେଇଟା ଛାଡ଼ ଏଟା ଅଧିକା ହେଇପାରେ କମ ହେଇପାରେ 200 ଟଙ୍କା ସଉଦା ଏଇ 100 ଟଙ୍କାଟା ଯୋଉ ଆଉ 100 ଟଙ୍କାଟା ଯୋଉ ଦେଇଛି କ'ଣ ଏଇ ଯୋଉ କ'ଣ ଆଣିବ ମିକୁର କ'ଣ କୁରୁକୁରି କି କ'ଣ ଆଣିବା କଥା ଗୋଟେ ଦୁଇଟା କି ଆଣିବ ବେଶୀ ଦୁଇଟା ଖଣ୍ଡେ ଆଣିବ କି ତିନିଟା ଖଣ୍ଡେ କ'ଣ ଦେଖି ଆଣିବା କଥା ଆଣିବ ଆଇସ୍କ୍ରିମ୍ ଗୋଟେ ଆଣିବ ଖାଇବା ତମର ଆଲୋ ଆଇସ୍କ୍ରିମ୍ ଖାଇବ ତମର ମୋର ମିକୁର ଆଇସ୍କ୍ରିମ୍ ଖାଇଲେ ପଇସା ଦେବି ସଇଲା ନା ଏବେ ଯିବି ଶେଷ ତ ଆଉ କିଛି ନାହିଁ ତ ଆଉ କିଛି ମନେ ପଡୁନି ଛୁଇଁ ଯଦି ଆଣିବ ଦିଟା କାଲିକି ସନ୍ତୁଳା କରିଦବା ସନ୍ତୁଳା ନା ସନ୍ତୁଳା କ'ଣ କହୁଛନ୍ତି ସନ୍ତୁଳା ଆଜି କି ବାର ଆଜି ଗୁରୁବାର ନାଇଁ ନା ଆଜି ଶୁକ୍ରବାର ଆଜି କେଉଁ ଶୁକ୍ରବାର ଦେଖ କାଲି ଗୁରୁବାର ହେଇଥିଲା ଦେଖ ଏଇଠି ଦେଖ କାଲି ଦେଖ ଏଇଠି ଦେଖ ଆଜି ଶୁକ୍ରବାର ଏଇ ଆଜି ହଉଛି 21 ତାରିଖ ଏ ନାଇଲୁ ଦେଖିଲ ତାରିଖ ଆଜି ଗୁରୁବାର ମତେ ଇଏ ପାଠ ପଢୁଛି କ୍ୟାଲେଣ୍ଡର ଦେଖେଇକି କାଲି ବୁଧବାର ହେଇଥିଲାନି ଆଇଁଷ ଅଣ୍ଡା ଆଣିଥିଲି ଆଜି 20 ତାରିଖ ଗୁରୁବାର ହଁ ଆଉ ପୁଣି ଆଉ କିଛି ତ ନାହିଁ ଯାଉଛେ ସୋନା ହେତିକି ଆଉ କିଛି ଚାଲୁଛି କ'ଣ କହୁଛୁ ଭଲ କେକ୍ ଯୋଉଟା କ'ଣ ଭଲ କେକ୍ ତ ମିଳୁନି ଆଉ କେକ୍ ପାମ୍ପୁଡ଼ି ଯୋଉଟା ସିଲିପ ମାମୁଡ଼ି ସୁନୁ ପାମ୍ପୁଡ଼ି ଯେତିକି 100 ଟଙ୍କା ଦେଇଛି ଯେତିକି କହିଲୁଣି 100 ଟଙ୍କା ହେଇକି ଆଉ ଯୋଉ 100 ଟଙ୍କା ଦେଇଛି ବହୁତ ପଇସା ପଡ଼ିବ ଶୁଣ ଆଇସ୍କ୍ରିମ୍ 10 ତିନିଟା 30 ହେଲା ସୁନ ପାମ୍ପୁଡ଼ି ବି ସେଇ ଆଣିବ ଦେଖି 20 ଟଙ୍କା କି 10 ଟଙ୍କା ତ ହବନି 20 ଟଙ୍କା 4ଟା ଖଣ୍ଡ ଆଣିବ କି ଦେଖିକି ଆଣ ଆଇସ୍କ୍ରିମ୍ 30 ଇଏ ହେଉଛି 20 50 ଆହୁରି 50 ବା ବଳିବ ତାପରେ ସଉଦାରୁ ବି ବଳିଲାନି ଆହୁରି ମିକୁର ଯଦି ଆଣିବ ତା ହଁ ମିକୁର ପୁଣି ଆଣିବ ତା ଭିତରୁ କ'ଣ ଦେଖିକି ଏ ଜେଲି ବାଲା କ'ଣ ମିଳୁଛନ୍ତି ତା ପାଇଁ ଆଣିଦେବି ଚକୋଲେଟ୍ ଆଣିକି ଦାନ୍ତ ପୋକ ଖାଇବ ସଇଲା ତ ଯାଉଛି ଯାଅ ସଉଦା ଧରିକି ଆସେ ଗାରୁ ଗାରୁ ହେଉଛି ଘଣ୍ଟା ହେଲା ଆସି ସଉଦା ଆସିଲା ଯାଇକି ଚାଲ ଭିତରୁ ସେ ଆଗ ଚକୋଲେଟ୍ଟା କାଢ଼ିକି ନେଇଗଲା ଆଇସ୍କ୍ରିମ୍ଟା ସେ ଦେଖି ନାହିଁ ସଉଦା ଖାତା ଅଛି ଗୁଲା ଭିତରେ କହିଲ ସେ ଶୁଣିଦେଲା ମୁଁ ଦେବି ସେ କହିଲା ଆଇସ୍କ୍ରିମ୍ ଶୁଣିଦେଲା ଦିଆହବ ବସ୍ ମୁଁ ସାଇଜ୍ କରିକି ଦେବି ବସୁନ ମୁଁ ଦେବି ସାଇଜ୍ କରିକି ରହ ମାମା ଦର ସେ ନଥିଲା ଇଏ ଗଲା ଏ କୋନ୍ ଆଣିଲି ବା କୋନ୍ କହିଥିଲୁ ଏଇଠି ଚିରିଛି ସଉଦା ଉଦା ଆସିଲା କାଢ଼ିକି ସାଇଜ୍ କରି ଥୋଇଦେ 10 ଟଙ୍କା ଆଇସ୍କ୍ରିମ୍ ଖାଇବୁ ମିକୁ ତୁ ଏଠି ବସିକି ଖାଇବି ତା ଥଣ୍ଡା ହେଇଛି ସେ ଆଇସ୍କ୍ରିମ୍ ଖାଉଛି ଆମେ ଖାଇବା ତା ପାଟି ସୁଲ ପାମ୍ପୁଡ଼ି ଅଛି ନା ଗୁଣ୍ଡ ହେଇଯାଇଛି ଯାହା ପାଇ ଦେଇଥିଲୁ ବାଟେ ସବୁ ନେଇଯାଇଛି ବିସ୍କୁଟ୍ ଏସବୁ ନେଇଯାଇଛି ହଁ ଯାଉଛି